ଚାକିରିଆଙ୍କ ପାଇଁ ଗୁଡ୍ ନ୍ୟୁଜ୍ ଦାବି କରିପାରିବେ ଅଧିକ HR। ଏ ହେଉଛି ନୂଆ ନିୟମ। ଆସନ୍ତୁ ଆଜି ଆମେ ଏହି ଅପଡେଟ୍ ବିଷୟରେ ଜାଣିବା, ଯାହାକି ସବୁ ଚାକିରିଆମାନଙ୍କ ପାଇଁ ଆସିଛି ଖୁସି ଖବର। ସେମାନେ କିପରି ଅଧିକ HR ଦାବି କରିପାରିବେ, ଆସନ୍ତୁ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ CBDT ଶୁକ୍ରବାର 20 ମାର୍ଚ୍ଚରେ ଆୟକର ନିୟମରେ ଏକ ଇ-ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। 64 ବର୍ଷ ପୁରୁଣା ଆୟକର ନିୟମକୁ ବଦଳାଇ ଗୋଟିଏ ନୂଆ ନିୟମ ଲାଗୁ କରାଯାଇଛି। ସରକାରଙ୍କ ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଟିକସ ନିୟମର ଭାଷାକୁ ସରଳ କରିବା। ନୂତନ ଆୟକର ନିୟମରେ କ'ଣ ପରିବର୍ତ୍ତନ ହେବ? ଟିକସ ବ୍ୟବସ୍ଥାକୁ ସରଳ କରିବା ପାଇଁ ସରକାର ନିୟମ ସଂଖ୍ୟା 511ରୁ 333କୁ ହ୍ରାସ କରିଛନ୍ତି। ସେହିପରି ଫର୍ମ ସଂଖ୍ୟା 359ରୁ 190କୁ ହ୍ରାସ କରାଯାଇଛି। ଏହି ପରିବର୍ତ୍ତନ ଟିକସ ଦାଖଲରେ ଜଟିଳତାକୁ ଯଥେଷ୍ଟ ହ୍ରାସ କରିଥାଏ। ଏପର୍ଯ୍ୟନ୍ତ କେବଳ 4ଟି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ 50% HR ଛାଡ଼ ପ୍ରଦାନ କରୁଥିଲେ। ବର୍ତ୍ତମାନ ଏହି ତାଲିକାରେ 4ଟି ନୂତନ ସହର ଯୋଡ଼ି ହେଉଛି ବେଙ୍ଗାଲୁରୁ, ପୁନେ, ହାଇଦ୍ରାବାଦ ଏବଂ ଅହମ୍ମଦାବାଦ। ଏହି ସହରଗୁଡ଼ିକରେ ରହୁଥିବା କର୍ମଚାରୀମାନେ ମଧ୍ୟ ସେମାନଙ୍କ ମୂଳ ଦରମାରେ 50% ପର୍ଯ୍ୟନ୍ତ HR ଦାବି କରିପାରିବେ। ଭତ୍ତା ସୀମାରେ ଏକ ଐତିହାସିକ ବୃଦ୍ଧି କରାଯାଇଛି। ଶିକ୍ଷା ଭତ୍ତା ପ୍ରତି ମାସ 100 ଟଙ୍କାରୁ 3000 ଟଙ୍କାକୁ ବୃଦ୍ଧି କରାଯାଇଛି। ଛାତ୍ରାବାସ ଭତ୍ତା ପ୍ରତି ମାସ 300 ଟଙ୍କାରୁ 9000 ଟଙ୍କାକୁ ବୃଦ୍ଧି କରାଯାଇଛି। ଏପର୍ଯ୍ୟନ୍ତ ମାଗଣା ଅଫିସ୍ ଖାଦ୍ୟ ପାଇଁ ଟିକସ ମୁକ୍ତ ସୀମା ପ୍ରତି ଭୋଜନ ପାଇଁ 50 ଟଙ୍କା ଥିଲା। ନୂତନ ନିୟମ ଅନୁଯାୟୀ ଏହି ସୀମା ପ୍ରତି ଭୋଜନ ପାଇଁ 200 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ମହଙ୍ଗା କୁପନ କିମ୍ବା କ୍ୟାଣ୍ଟିନ୍ ଖାଦ୍ୟ ଉପରେ ଟ୍ୟାକ୍ସର ଚିନ୍ତା କମ୍ ରହିବ। ସରକାର ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ନିୟମକୁ କଡ଼ାକଡ଼ି କରିଛନ୍ତି। ଯଦି ଆପଣ ଆପଣଙ୍କ ପିତାମାତା, ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କୁ ଭଡ଼ା ଦେଇ HR ଦାବି କରୁଛନ୍ତି, ତେବେ ଆପଣଙ୍କୁ ଏବେ ଫର୍ମ 124ରେ ଘର ମାଲିକଙ୍କ ସହ ଆପଣଙ୍କର ସମ୍ପର୍କ ପ୍ରକାଶ କରିବାକୁ ପଡ଼ିବ। ଏହା ବ୍ୟତୀତ ବାର୍ଷିକ 1 ଲକ୍ଷରୁ ଅଧିକ ଭଡ଼ା ପାଇଁ ଘର ମାଲିକଙ୍କ ପାନ୍ ପ୍ରଦାନ କରିବା ବାଧ୍ୟତାମୂଳକ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନେ ବି ଚାହୁଁଛନ୍ତି ନିଜର HR ବଢ଼ାଇବା ପାଇଁ, ତ ଆପଣମାନେ ନିଜର ଫର୍ମ ଦାବି କରିପାରିବେ। ତେଣୁ ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କର ବିଦାୟ ନେଉଛି। ରହୁଛି, ଧନ୍ୟବାଦ।